ग्रीष्म प्रभाव ପାଇଁ ଆସନ୍ତା 25 ତାରିଖରୁ ରାଜ୍ୟର ସମସ୍ତ ସ୍କୁଲରେ ଖରା ଛୁଟି ଘୋଷଣା କରାଯାଇଛି। ଗ୍ରୀଷ୍ମ ଅବକାଶ କାଳୀନ ପାଠପଢା ପାଇଁ ଏବେଠୁ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଚିଠି କରାଯାଇଛି। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ବା ଡିଓ ମାନେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏକ ସ୍ୱତନ୍ତ୍ର ଚିଠି କରିଛନ୍ତି। ଖରା ଛୁଟି ସମୟରେ ବହି ବଣ୍ଟନ କରାଯିବ। ଓଡ଼ିଶା ରାଜ୍ୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ବା ଅସେବା ପକ୍ଷରୁ ଜାରି ହୋଇଥିବା ଏକାଡେମିକ କ୍ୟାଲେଣ୍ଡର ଅନୁଯାୟୀ ରୁଟିନ ପ୍ରସ୍ତୁତ କରାଯିବ। ଏସଏ2 ପରୀକ୍ଷା ଫଳକୁ ସମୀକ୍ଷା କରାଯିବ। କିପରି ଅଧିକ ଭଲ ରେଜଲ୍ଟ ହୋଇପାରିବ ସେ ନେଇ ଯୋଜନା ପ୍ରସ୍ତୁତ କରାଯିବ। ଏକ୍ସଟ୍ରା କ୍ଲାସ ପାଇଁ ଯୋଜନା ହେବ। ପ୍ରତ୍ୟେକ କ୍ଲାସ ଏବଂ ବିଷୟବସ୍ତୁ ପାଇଁ ଲେସନ ପ୍ଲାନ ହେବ। ଅବକାଶ କାଳୀନ ଛୁଟିରେ ପିଲାଙ୍କୁ ଶିକ୍ଷକ ମାନେ ହୋମୱାର୍କ ଦେବେ। ସ୍କୁଲ ଖୋଲିବା ପୂର୍ବରୁ ଭଙ୍ଗାରୁଜା ଜିନିଷର ମରାମତି କରାଯିବ। ସ୍କୁଲ ଖୋଲିବାର 2 ଦିନ ପୂର୍ବରୁ ସ୍କୁଲ କ୍ୟାମ୍ପସକୁ ପରିଷ୍କାର କରାଯିବ। ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥାର ଯାଞ୍ଚ ସୁନିଶ୍ଚିତ କରିବାକୁ କୁହାଯାଇଛି। ପ୍ରଧାନ ଶିକ୍ଷକ ମାନେ ସ୍କୁଲ ଶିକ୍ଷକଙ୍କ ସହ ଆଲୋଚନା କରିବେ। ଏହାର ସମାଧାନ ନେଇ ମତାମତ ସଂଗ୍ରହ କରିବେ। ତେବେ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ସମସ୍ତ ସ୍କୁଲକୁ ଚିଠି କରାଯାଇଥିବା ବେଳେ ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଏପରି ଚିଠି କରାଯାଇଛି।